ସେଠି ଦଶପଲ୍ଲାର ବୀର ମାଟି କଳା ସଂସ୍କୃତିର ମାଟି ମହାବୀର କ୍ଷେତ୍ରରେ ଆୟୋଜନ ହୋଇଥିବାରୁ ଅନୁଷ୍ଠାନ ଗାରିମାମୟ ଇତିହାସ ରହିଛି। ଯେଉଁ ଅନୁଷ୍ଠାନ ଆଜି ଜଣେ ଓଡ଼ିଆ ହିସାବରେ ସମଗ୍ର ବିଶ୍ୱ ସମଗ୍ର ଭାରତବର୍ଷରେ ଆମକୁ ଅନନ୍ୟ ପରିଚୟ ସୃଷ୍ଟି କରିଛି, ସେ ଅନୁଷ୍ଠାନ ଆଜି ଦଶପଲ୍ଲା ମାଟିରେ ତା'ର 89ତମ ବାର୍ଷିକ ସମ୍ମିଳନୀଟି ଆୟୋଜନ କରିଛନ୍ତି। ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ଗର୍ବ ଆଉ ଗୌରବର କଥା। ଓଡ଼ିଶାରେ ଥିବା ଏ ଅନୁଷ୍ଠାନ ଯାହାଙ୍କର ଦିଗ୍ଦର୍ଶନରେ ଯାହାଙ୍କ ନେତୃତ୍ୱରେ ଏ ଅନୁଷ୍ଠାନଟି ଆରମ୍ଭ ହୋଇଥିଲା। ଆମ ସମସ୍ତଙ୍କର ଅତି ପ୍ରିୟ ମଧୁବାବୁ କହିଲେ ଯେ ସମସ୍ତ କୋଟି ପ୍ରାଣ ଓଡ଼ିଆଙ୍କର ହୃଦୟକୁ ଛୁଇଁ ଯାଆନ୍ତି। ଯିଏ ପ୍ରଥମେ ଚେଷ୍ଟା କରିଥିଲେ ଯେ ଓଡ଼ିଆ ଭାଇମାନଙ୍କୁ ଏକତ୍ରିତ କରିବା ପାଇଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ଓଡ଼ିଆ କଳା ସଂସ୍କୃତିର ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ବା ଅଞ୍ଚଳକୁ ଏକାଠି କରି ଗୋଟିଏ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ଯେଉଁ ଚେଷ୍ଟା 1903 ମସିହାରେ ହୋଇଥିଲା, ଆଜି ତାହାର ସେହି ଫଳସ୍ୱରୂପ 1936 ମସିହାରୁ ଆମେ ଯଦିବା ଆମେ ସଫଳତା ପାଇଥିଲେ, ଉତ୍କଳ ପ୍ରଦେଶ ଗଠନ ହେଲା ଏବଂ ସମଗ୍ର ଭାରତବର୍ଷରେ ଇଏ ପ୍ରଥମ ରାଜ୍ୟ ଯେଉଁଟାକି ଭାଷାଭିତ୍ତିକ ରାଜ୍ୟ ଭାବରେ ଯେତେବେଳେ ଗଠନ ହେଲା, ତାଙ୍କ ଜଣେ ଓଡ଼ିଆ ହିସାବରେ ସମଗ୍ର ଭାରତବର୍ଷରେ ଆମେ ନିଶ୍ଚିତ ଭାବରେ ଆମେ ଗୌରବ କରୁ ଯେ ଭାରତବର୍ଷରେ ଭାଷାକୁ ନେଇକି ରାଜ୍ୟ ଗଠନ କରିବାର ସ୍ୱର ପ୍ରଥମେ ଓଡ଼ିଶା ପ୍ରଦେଶରୁ ଆରମ୍ଭ ହୋଇଥିଲା। ଏବଂ ସେହି ସମସ୍ତ ମହାପୁରୁଷମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଯେଉଁମାନେ ଆଜି ଆମ ସହିତ ନାହାନ୍ତି। ସଭ୍ୟଙ୍କୁ ନେଇ ହେଇଥିଲା ଏବଂ ରାଜା ରାମଚନ୍ଦ୍ର ଭଞ୍ଜଦେବ ସେଥିରେ ଅଧ୍ୟକ୍ଷତା କରିଥିଲେ ଏବଂ ସେହି 62ଟି ସଭ୍ୟଙ୍କର ଚିନ୍ତାଧାରାରୁ ଚେତନାରୁ ଉତ୍ସର୍ଗୀକୃତ ମନୋଭାବରୁ କଠିନ ପରିଶ୍ରମରୁ ଆମେ ଆଜି ଓଡ଼ିଆ ହିସାବରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଆମେ ପାଇଛେ। ଆମର ନିଜର ଐତିହ୍ୟ ପରମ୍ପରା, ଆମର ନିଜର ଉତ୍କଳ ସଙ୍ଗୀତ। ଯେତେବେଳେ ଆମେ ଏ ବିଷୟରେ ଆଲୋଚନା କରୁ କେଉଁଠି ନା କେଉଁଠି ଆମ ମନ ଭିତରେ ଶିହରଣ ଖେଳି ଉଠେ ଯେ ଆମେ ନିଶ୍ଚିତ ଭାବରେ ସମଗ୍ର ଭାରତବର୍ଷରେ ଆମର ସ୍ଥାନ ସ୍ୱତନ୍ତ୍ର ଏବଂ ଆମେ ଭାରତବର୍ଷର ଅନ୍ୟ ରାଜ୍ୟକୁ ଆମେ ଫଲୋ କରିବା ନାହିଁ, ଅନୁକରଣ କରିବା ନାହିଁ। ଆଜି ଅନେକ କ୍ଷେତ୍ରରେ ସେମାନେ ମଧ୍ୟ ଅନ୍ୟ ରାଜ୍ୟମାନେ ଆମକୁ ଅନୁକରଣ କରନ୍ତୁ, ଏ ସଂକଳ୍ପ ସବୁବେଳେ ଆମ ଭିତରେ ରହିବାର ଆବଶ୍ୟକତା ଥିଲା। କେବଳ ଯେ ଆମେ ଯେଉଁ ମହାମନୀଷୀମାନେ ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଚେଷ୍ଟା କରିଥିଲେ, ସଫଳ ହୋଇଥିଲେ ଯେ କେବଳ ଉତ୍କଳ ପ୍ରଦେଶ ଗଠନ କରିଦେଲେ ଆମେ ସେଠି ରହିଯିବା, ସେ କଥା ନୁହଁ। ଆମେ ଉତ୍କଳ ପ୍ରଦେଶ ଯେଉଁ ଦିନଠାରୁ ଗଠନ ହେଲା ତାପରେ ଗୋଟେ ଉତ୍କର୍ଷ ଉତ୍କଳ କଳା ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବାରୁ ଆମର ଏ ମାଟିର ନାଁ, ଏ ରାଜ୍ୟର ନାଁ ଉତ୍କଳ ଥିଲା। ତେଣୁ ସେ କଳା ସଂସ୍କୃତିକୁ, ଆମର ଭାଷାକୁ ଆମେ ପୁଣି ଥରେ କେମିତି ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା। ଆଜି ଭାରତବର୍ଷରେ ଆମେ ଭାଷାଭିତ୍ତିକ ରାଜ୍ୟ ଭାବରେ ପରିଗଣିତ ହୋଇଛେ, ସମ୍ମାନ ପାଇଛେ। ଏବେ ସମୟ ଆସିଛି ଯେ ଏଇ ଯେଉଁ ସମୟ ବିଶିଷ୍ଟ ଏଇଟା ଗ୍ଲୋବାଲାଇଜେସନ୍ ଆଣ୍ଡ ଲିବରାଲାଇଜେସନ୍, ଆମେ ଯେତେବେଳେ କହୁଛେ ଗ୍ଲୋବାଲାଇଜେସନ୍ ଲିବରାଲାଇଜେସନ୍ କଥା, ସମଗ୍ର ବିଶ୍ୱ ଗୋଟିଏ ଛୋଟିଆ ପରିବାର ଭାବରେ ପରିଗଣିତ ହୋଇଛି ଆମର ସାଇନ୍ସ ଏବଂ ଟେକ୍ନୋଲୋଜିର ସାହାଯ୍ୟ ସହଯୋଗରେ। ତେଣୁ ଏ ସମୟ ଆସିଛି ଯେ ଜଣେ ଓଡ଼ିଆ ହିସାବରେ ଆମେ କେବଳ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ନାହିଁ, ଆମେ ଭାରତବର୍ଷକୁ ପୁଣି ପ୍ରତିନିଧିତ୍ୱ କରିବା। ସମଗ୍ର ବିଶ୍ୱରେ ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ଆମେ ଜଣେ ଭଲ ଭାରତୀୟ ହିସାବରେ ସେହି ଭାବନାକୁ ନେଇ ନିଶ୍ଚିତ ଭାବରେ ଆମେ ଅଗ୍ରସର ହେବାର ଆବଶ୍ୟକତା ରହିଛି। ଆଜି ଯାହାକୁ ଯାହା ବି ଯିଏ ଯେଉଁ ଦାୟିତ୍ୱରେ ରହିଥାନ୍ତି ନା କାହିଁକି, କିଏ ସମାଜ ସେବାରେ ଥାଇପାରନ୍ତି, କିଏ ସର୍ଭିସ୍ ଭାବରେ ହୁଅନ୍ତୁ, କିଏ ରାଜନୀତି କ୍ଷେତ୍ରରେ ହୁଅନ୍ତୁ, କିଏ ସାହିତ୍ୟିକତା କ୍ଷେତ୍ରରେ ହୁଅନ୍ତୁ, ଯେଉଁ ଜାଗାରେ ଆମେ ରହିଛେ ନିଶ୍ଚିତ ଭାବରେ ଆମ ମନରେ ପ୍ରଥମେ ଚିନ୍ତା ଆସିବାର ଅଛି ଯେ ଆମେ ଉତ୍କଳ ମାତାର ସନ୍ତାନ, ଜଣେ ଜଣେ ସୁଯୋଗ୍ୟ ସନ୍ତାନ ଏବଂ ଆମ ଭିତରେ ଯେଉଁ ଦାୟିତ୍ୱ ରହିଛି, ଯେଉଁ ରେସ୍ପନ୍ସିବିଲିଟି ରହିଛି, ତାକୁ ଆମେ ନିଶ୍ଚିତ ଭାବରେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାର ଆବଶ୍ୟକତା ରହିଛି।